ନର୍ଲାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ଜନଶୁଣାଣି ଶିବିର। କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ଜନଶୁଣାଣି ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରରେ ନର୍ଲା ତହସିଲଦାରଙ୍କ ସହିତ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନର ଅଧିକାରୀମାନେ ଯୋଗ ଦେଇଥିଲେ। ବିଶାଖାପାଟଣାଠାରୁ ରାୟପୁର ପର୍ଯ୍ୟନ୍ତ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଦ୍ୱାରା ପାଇପ ବିଛାଇଥିବା ପାଇଁ କିଛି ବର୍ଷ ତଳେ ସର୍ଭେ କରାଯାଇଥିଲା। ସେହି ସର୍ଭେ ଅନୁସାରେ ନର୍ଲା ତହସିଲ ଅନ୍ତର୍ଭୁକ୍ତ ପ୍ରଭାବିତ ଜମି ମାଲିକମାନଙ୍କୁ ନେଇ ଏହି ଜନଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ନର୍ଲା ତହସିଲ ଅନ୍ତର୍ଭୁକ୍ତ ଶତାଧିକ ଜମି ମାଲିକ ଯୋଗଦେଇ ନିଜ ନିଜ ମତ ରଖିବା ସହିତ ଲିଖିତ ଅଭିଯୋଗ ପତ୍ର ଉପସ୍ଥିତ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହି ଶିବିରରେ ଯୋଗ ଦେଇଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନର ସକ୍ଷମ ଅଧିକାରୀ ପବିତ୍ର ମୋହନ ସାମଲ ପ୍ରଭାବିତ ଚାଷୀମାନଙ୍କୁ ଓଡ଼ିଶା ସରକାରଙ୍କ ଆଇନ ଅନୁଯାୟୀ କ୍ଷତିପୂରଣ ରାଶି ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଶିବିରରେ ଯୋଗ ଦେଇଥିବା ଚାଷୀଙ୍କ ମଧ୍ୟରୁ କିଛି ଜମି ମାଲିକ ଚାକିରି ସହିତ ଅଧିକ ଅର୍ଥ ଦାବି କରୁଥିବା ବେଳେ କିଛି ଜମି ମାଲିକ ପାଇପଲାଇନ ବିଛାଇବା ପାଇଁ ମନା କରିଛନ୍ତି। ତେବେ ପାଇପଲାଇନ ବିଛାଇବା କାମ କେତେଦୂର ସଫଳ ହେବ ତାହା ଆଗକୁ ଜଣାପଡ଼ିବ। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୋଧିଆଙ୍କ ରିପୋର୍ଟ, এবି ନ୍ୟୁଜ।